ନମସ୍କାର ବନ୍ଧୁମାନେ, ଆସନ୍ତୁ ଜାଣିବା ସଫଳତାର ରହସ୍ୟ କ'ଣ ଆଉ ତାହା କିପରି ମିଳେ। ଯେମିତି ଶିଶୁଟିଏ ଯେତେବେଳେ ଚାଲିବା ଶିଖିଥାଏ ସେତେବେଳେ ଅନେକ ଥର ପଡ଼ିଥାଏ। ସେହି ଶିଶୁଟିଏ କଥା କହିବା ପୂର୍ବରୁ ବହୁବାର ଖନେଇ କଥା କହୁଥାଏ, କିନ୍ତୁ ତା କଥା ଶୁଣି ସମସ୍ତେ ହସିଥାନ୍ତି। ସମୟକ୍ରମେ ତା କଥାରେ ସୁଧାର ଆସିଥାଏ, ତା କଥାରେ ସମସ୍ତଙ୍କର ମନକୁ ଜିଣିଥାଏ। ଆଉ ସେମିତି ଆମ ଶିକ୍ଷାର ଆରମ୍ଭ କଳାପଟାରୁ ହୋଇଥାଏ, ପରେ ନୋଟବୁକ୍ରେ ଶେଷ ହୁଏ। ପରେ ଭୁଲ ସୁଧାରିବା ପାଇଁ ରଫର ବ୍ୟବହାର କରିଥାଉ। ତାପରେ ଆମେ ସମ୍ପୂର୍ଣ୍ଣ ଶିକ୍ଷା ହାସଲ କରିଥାଉ। ପରେ ଶିକ୍ଷାରେ ମହାରଥ ହାସଲ କରିଥାଉ। ସେଥିପାଇଁ ବନ୍ଧୁ, ଜୀବନରେ ସଫଳତା ହାସଲ ପାଇଁ କର୍ମ କରିଚାଲନ୍ତୁ, ସଫଳତା ନିଶ୍ଚୟ ମିଳିବ। ଭଲ ଲାଗିଲେ ଲାଇକ୍ ଏବଂ ସେୟାର କରନ୍ତୁ। ରହୁଛି, ଧନ୍ୟବାଦ।